ରୁଥ ଏକ ପର୍ବ। ବିଚାର କର୍ତ୍ତୃଗଣ ବିଚାର କରିବା କାଳେ ଏକ ସମୟରେ ଦେଶରେ ଦୁର୍ଭିକ୍ଷ ପଡ଼ିଲା। ତହିଁରେ ବେଥଲେହେମ୍ ଜିହୁଦାର ଜଣେ ଲୋକ ଆପଣା ଭାର୍ଯ୍ୟା ଓ ଦୁଇ ପୁତ୍ର ଘେନି ମୋଆବ ଦେଶରେ ପ୍ରବେଶ କରିବାକୁ ଗଲା। ସେ ଲୋକର ନାମ ଏଲିମେଲକ ଓ ତାହାର ଭାର୍ଯ୍ୟାର ନାମ ନୟମୀ। ପୁଣି ତାହାର ଦୁଇ ପୁତ୍ରଙ୍କ ନାମ ମହଲୋନ ଓ କିଲିଓନ। ଏମାନେ ବେଥଲେହେମ୍ ଜିହୁଦାର ଏଫ୍ରାଥୀୟ ଲୋକ। ପୁଣି ଏମାନେ ମୋଆବ ଦେଶକୁ ଆସି ସେଠାରେ ରହିଲେ। ଏଉତାରୁ ନୟମୀର ସ୍ୱାମୀ ଏଲିମେଲକର ମୃତ୍ୟୁ ହୁଅନ୍ତେ ସେ ଓ ତାହାର ଦୁଇ ପୁତ୍ର ଅବଶିଷ୍ଟ ରହିଲେ। ଏହି ପୁତ୍ରମାନେ ମୋଆବ ଦେଶିଆ ସ୍ତ୍ରୀମାନଙ୍କ ମଧ୍ୟରୁ ଭାର୍ଯ୍ୟା ଗ୍ରହଣ କଲେ। ଜଣଙ୍କର ଭାର୍ଯ୍ୟାର ନାମ ଅର୍ପା, ଆନର ନାମ ରୁତ। ପୁଣି ସେମାନେ ଉଣାଧିକ 10 ବର୍ଷ ଯାଏ ସେଠାରେ ବାସ କଲେ। ତ ମହଲୋନ ଓ କିଲିଓନ ଦୁଇ ଜଣଙ୍କ ମୃତ୍ୟୁ ହୁଅନ୍ତେ ସେ ସ୍ତ୍ରୀ ଦୁଇ ପୁତ୍ର ଓ ସ୍ୱାମୀ ବିହୀନା ହୋଇ ରହିଲା। ଅନନ୍ତର ସେ ସ୍ତ୍ରୀ ଆପଣା ପୁତ୍ର ବଧୂମାନଙ୍କୁ ଘେନି ମୋଆବ ଦେଶରୁ ପ୍ରସ୍ଥାନ କରିବା ପାଇଁ ଉଠିଲା। ଯେହେତୁ ସଦାପ୍ରଭୁ ଯେ ଆପଣା ଲୋକମାନଙ୍କର ତତ୍ତ୍ୱାବଧାରଣ କରି ଆହାର ଦେଇଅଛନ୍ତି, ଏହି କଥା ସେ ସ୍ତ୍ରୀ ମୋଆବ ଦେଶରେ ଥାଇ ଶୁଣିଲା। ଏଣୁ ଆପଣା ବାସସ୍ଥାନ ଛାଡ଼ି ସେ ଓ ତାହା ସହିତ ତାହାର ଦୁଇ ପୁତ୍ରବଧୂ ଜିହୁଦା ଦେଶକୁ ଫେରିଯିବା ପାଇଁ ପଥରେ ଗମନ କଲେ। ଏଥିରେ ନୟମୀ ଆପଣା ଦୁଇ ପୁତ୍ରବଧୂଙ୍କୁ କହିଲା, ତୁମେମାନେ ଆପଣା ଆପଣା ମାତାର ଗୃହକୁ ଫେରିଯାଅ। ପୁଣି ମୃତମାନଙ୍କ ପ୍ରତି ଓ ଆମ୍ଭ ପ୍ରତି ତୁମେମାନେ ଯେ ରୂପେ ଦୟା କରିଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ତଦ୍ରୂପ ଦୟା କରନ୍ତୁ। ତୁମେ ଦୁଇ ଜଣ ଆପଣା ଆପଣା ସ୍ୱାମୀ ଗୃହରେ ଯେପରି ଆଶ୍ରୟ ପାଅ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଏପରି କୃପା କରନ୍ତୁ। ଅନନ୍ତର ସେ ସେମାନଙ୍କୁ ଚୁମ୍ବନ କଲା। ତହିଁରେ ସେମାନେ ଉଚ୍ଚସ୍ୱରରେ ରୋଦନ କଲେ। ପୁଣି ସେମାନେ ତାହାଙ୍କୁ କହିଲେ, ନା, ଆମ୍ଭେମାନେ ତୁମ୍ଭ ସାଙ୍ଗରେ ତୁମ୍ଭ ଲୋକମାନଙ୍କ ନିକଟକୁ ଫେରିଯିବା। ନୟମୀ ଉତ୍ତର କଲା, ହେ ଆମ୍ଭର କନ୍ୟାମାନେ, ଫେରିଯାଅ। ଆମ୍ଭ ସାଙ୍ଗରେ କାହିଁକି ଯିବ? ତୁମମାନଙ୍କ ସ୍ୱାମୀ ହେବା ପାଇଁ ଏବେ ହିଁ କି ଆମ୍ଭ ଗର୍ଭରେ ପୁତ୍ର ଅଛି? ହେ ଆମ୍ଭର କନ୍ୟାମାନେ, ଫେରିଯାଅ। ଯେହେତୁ ମୁଁ ବୃଦ୍ଧା, ପୁନର୍ବାର ବିବାହ କରି ନ ପାରେ, ଆଉ ମୋହର ଭରସା ଅଛି। ଏହା ବୋଲି ଯଦ୍ୟପି ଆଜି ରାତ୍ରିରେ ସ୍ୱାମୀ ଗ୍ରହଣ କରେ ଓ ସନ୍ତାନ ମଧ୍ୟ ପ୍ରସବ କରେ, ତେବେ ତୁମେମାନେ କି ସେମାନଙ୍କର ବୟପ୍ରାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବ? ତୁମେମାନେ କି ଏଥି ନିମନ୍ତେ ଆନ ସ୍ୱାମୀ ଗ୍ରହଣ କରିବାରୁ ନିବୃତ୍ତ ହେବ? ନା, ହେ ମୋହର କନ୍ୟାମାନେ, କାରଣ ତୁମ୍ଭମାନଙ୍କ ହେତୁରୁ ମୋର ଦୁଃଖ ଅତିଶୟ ହୋଇଅଛି, କାରଣ ସଦାପ୍ରଭୁଙ୍କ ହସ୍ତ ମୋ ବିରୁଦ୍ଧରେ ନିର୍ଗତ ହୋଇଅଛି। ଏଥିରେ ସେମାନେ ପୁନର୍ବାର ଉଚ୍ଚସ୍ୱରରେ ରୋଦନ କଲେ। ପୁଣି ଅର୍ପା ଆପଣା ଶାଶୁକୁ ଚୁମ୍ବନ କଲା, ମାତ୍ର ରୁତ ତାକୁ ଧରି ରହିଲା। ସେ କହିଲା, ଦେଖ, ତୁମ୍ଭର ଯା ଆପଣା ଲୋକମାନଙ୍କ ଓ ଆପଣା ଦେବତା ନିକଟକୁ ଫେରିଗଲା। ତୁମ୍ଭେ ଆପଣା ଯା ପଛେ ପଛେ ଫେରିଯାଅ। ରୁତ କହିଲା, ତୁମକୁ ତ୍ୟାଗ କରି ତୁମର ପଶ୍ଚାତ୍ ଗମନ କରିବାରୁ ଫେରିଯିବାକୁ ମୋତେ ବିନୟ ନ କର। ଯେହେତୁ ତୁମେ ଯେଉଁଠାକୁ ଯିବ, ମୁଁ ମଧ୍ୟ ସେଇଠାକୁ ଯିବି। ତୁମେ ଯେଉଁଠାରେ ରହିବ, ମୁଁ ମଧ୍ୟ ସେଇଠାରେ ରହିବି। ତୁମ୍ଭର ଲୋକ ହିଁ ମୋହର ଲୋକ ଓ ତୁମ୍ଭର ପରମେଶ୍ୱର ହିଁ ମୋହର ପରମେଶ୍ୱର ହେବେ। ତୁମେ ଯେଉଁଠାରେ ମରିବ, ମୁଁ ମଧ୍ୟ ସେଇଠାରେ ମରିବି ଓ ସେଇଠାରେ ମୋହର କବର ହେବ। କେବଳ ମୃତ୍ୟୁ ଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ମୋତେ ଦିଅନ୍ତୁ। ଏ ରୂପେ ତାହା ସହିତ ଯିବା ପାଇଁ ରୁତ ଦୃଢ଼ ମନସ୍କ ଅଟେ। ଏହା ଦେଖି ସେ ତାହାକୁ କଥା କହିବାକୁ କ୍ଷାନ୍ତ ହେଲା। ଏଣୁ ସେ ଦୁଇ ଜଣ ଯାଉ ଯାଉ ବେଥଲେହେମରେ ଉପସ୍ଥିତ ହେଲେ। ପୁଣି ଯେତେବେଳେ ସେମାନେ ବେଥଲେହେମରେ ଉପସ୍ଥିତ ହେଲେ, ସେତେବେଳେ ସେମାନଙ୍କ ବିଷୟରେ ନଗରଯାକ ଜନରବ ହୁଅନ୍ତେ ସ୍ତ୍ରୀ ଲୋକମାନେ କହିଲେ, ଏ କି ନୟମୀ? ତେଣୁ ସେ ସେମାନଙ୍କୁ ଡାକିଲା, ମୋତେ ନୟମୀ ମଧୁର ବୋଲି ନ ଡାକ, ପୁଣି ମାରା ତିକ୍ତ ବୋଲି ଡାକ। ଯେହେତୁ ସର୍ବଶକ୍ତିମାନ ମୋ ପ୍ରତି ଅତି ତିକ୍ତ ବ୍ୟବହାର କରିଅଛନ୍ତି। ମୁଁ ପରିପୂର୍ଣ୍ଣ ହୋଇ ଯାତ୍ରା କରିଥିଲି, ମାତ୍ର ସଦାପ୍ରଭୁ ମୋତେ ଶୂନ୍ୟ କରି ଫେରାଇ ଆଣିଛନ୍ତି। ସଦାପ୍ରଭୁ ଯେବେ ମୋ ପ୍ରତିକୂଳରେ ପ୍ରମାଣ ଦେଇଅଛନ୍ତି ଓ ସର୍ବଶକ୍ତିମାନ ଯେବେ ମୋତେ ଦୁଃଖ ଦେଇଅଛନ୍ତି, ତେବେ ମୋତେ ନୟମୀ ବୋଲି କାହିଁକି ଡାକୁଅଛ? ଏହି ରୂପେ ନୟମୀ ଓ ମୋଆବ ଦେଶରୁ ଆଗତା ତାହାର ପୁତ୍ରବଧୂ ସେ ମୋଆବ ଦେଶିଆ ରୁତ ଫେରି ଆସିଲେ। ସେମାନେ ଯବ ଶସ୍ୟ ଛେଦନର ଆରମ୍ଭ ସମୟରେ ବେଥଲେହେମରେ ଉପସ୍ଥିତ ହେଲେ।